ମଣିଷକୁ ସୁଧାରିବା ପାଇଁ ସମୟ ଥରେ ନୁହେଁ ବାରମ୍ବାର ସୁଯୋଗ ଦେଇଥାଏ। କିନ୍ତୁ ଯେଉଁ ମଣିଷ ଏ ସମୟକୁ ହାତଛଡ଼ା କରିଦିଏ ପରବର୍ତ୍ତୀ ସମୟରେ କେବଳ ତାକୁ ଅନୁତାପ କରିବା ପାଇଁ ସମୟ ମଣିଷକୁ ସୁଯୋଗ ଦେଇଥାଏ। ଓମ୍ ବିଷ୍ଣବେ ନମଃ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ମାର୍ଚ୍ଚ ମାସ 12 ତାରିଖ, ଓଡ଼ିଆ ଫାଲ୍ଗୁନ ମାସ 28 ଦିନ, ଗୁରୁବାର, କୃଷ୍ଣ ପକ୍ଷ ନବମୀ ତିଥି, ଯାହା ଶେଷ ରାତ୍ରି 5:58 ପର୍ଯ୍ୟନ୍ତ ରହୁଛି। ତାପରେ ଦଶମୀ ତିଥି ଆରମ୍ଭ ହେଉଛି। ଆଜି ମୂଳା ନକ୍ଷତ୍ର, ଯାହା ରାତ୍ରି 12:24 ପର୍ଯ୍ୟନ୍ତ ରହୁଛି। ତାପରେ ପୂର୍ବାଷାଢ଼ା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ଧନୁ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ଯାହା ପ୍ରାପ୍ତ 6 ଘଟିକାରେ। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:50 ଆଜି ଯୁଗ୍ନି ରହିଛି ପୂର୍ବ ଦିଗେ ଶେଷ ରାତ୍ରି 5:58 ପରେ ଯୁଗ୍ନି ଉତ୍ତର ଦିଗରେ ରହିବେ। ଆଜି ଘାତ ଚନ୍ଦ୍ର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ମଧ୍ୟ ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ନବମୀରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି, ଲାଉ ଭୋଜନ ନିଷେଧ ରହିଛି। ଆଜି ଯାହାକି ଶୁଭ କାର୍ଯ୍ୟ କରିପାରେ ବିବାହ ପାଣି ଗ୍ରହଣ, ଯାହା ସୂର୍ଯ୍ୟୋଦୟରୁ ଦିବା 10 ଘଟିକା ମଧ୍ୟ ରହିଛି, ତେଣୁ ଏହି ସମୟରେ ବିବାହ ପାଣି ଗ୍ରହଣ କରିପାରିବେ। ଆଜିର ଅଶୁଭ ବେଳା ଯାହା ଦିବା 1:25 ରୁ ଦିବା 2:55 ମଧ୍ୟ ରହିଛି ରାହୁ କାଳ। ସେହିଭଳି ଦିବା 3:28 ରୁ ଅପରାହ୍ନ 5:50 ମଧ୍ୟ ରହିଛି କାଳ ବେଳା ସହିତ ବାର ବେଳା। ସେହିଭଳି ରାତ୍ରି 12:05 ରୁ ରାତ୍ରି 1:39 ମଧ୍ୟ ରହିଛି କାଳରାତ୍ରି। ତେଣୁ କାଳରାତ୍ରି, ରାହୁ କାଳ, କାଳବେଳା ଏବଂ ବାରବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ପ୍ରାପ୍ତରୁ ଦିବା 7:33 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 8:59 ରୁ ଦିବା 12:24 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:40 ରୁ ରାତ୍ରି 3:26 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଟିକେ ସଚେତନ ନିହାତି ଆବଶ୍ୟକତା ରହିଛି। ଆଜି ମାନସିକ ଚାପ ତତ୍ସହିତ କୁସଙ୍ଗଗାମୀ ହୋଇପାରନ୍ତି। ବନ୍ଧୁବାନ୍ଧବଙ୍କ ସହିତ ଆପଣଙ୍କର ମନମାଳିନ ରହିବ। ପ୍ରତ୍ୟେକ କାର୍ଯ୍ୟରେ ଆପଣ ଅବହେଳାଯୁକ୍ତ ରହିପାରନ୍ତି। ତେଣୁ ମେଷ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ମଧ୍ୟ ସମ୍ବନ୍ଧ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି, ନିଜ ଭିତରେ କିଛି ମନାନ୍ତର ଯୁଗ, କଳହ, ଯୁକ୍ତିତର୍କ ଭିତରେ ମଧ୍ୟ ଯାହାକି ଆପଣଙ୍କ ପ୍ରେମ ସମ୍ବନ୍ଧରେ ଫାଟ ସୃଷ୍ଟି ହୋଇପାରେ। ତେଣୁ ଏହା ପ୍ରତି ମେଷ ରାଶି ବ୍ୟକ୍ତି ନିଶ୍ଚିତ ସଚେତନ ହେବା ସହିତ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ, କୌଣସି ଦୂରଯାତ୍ରା ଯାଉଛନ୍ତି ଆଜି ନିଶ୍ଚିତ ତାକୁ ନିଷେଧ କରନ୍ତୁ, କାରଣ ଦୂରଯାତ୍ରାରେ ଆପଣଙ୍କର ସଫଳତା ହେବା ଭାରି କଷ୍ଟକର। ତେବେ ଆଜି ମେଷ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ପାଠ ପଢାରେ ଅବହେଳାଯୁକ୍ତ ରହିପାରନ୍ତି। କୌଣସି କାର୍ଯ୍ୟରେ ପୂର୍ବରୁ ଯେଉଁ ଲିପ୍ତ ଥିବେ ତାହା ବହୁତ ବିରୁଦ୍ଧ ଆବାସ ଆସିବ, ଯାହା ପାଇଁ ଆପଣ ମାନସିକ ଚିନ୍ତା ବଢିବ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରହିବାର ଆବଶ୍ୟକତା ରହିଛି। ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଅନେକ ପ୍ରକାର କ୍ଷତି ସାମ୍ନା କରିବାକୁ ପଡିବ। ତେଣୁ ନୂତନ ବେପାର ବାଣିଜ୍ୟ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ବିଶେଷ କରି ଆପଣଙ୍କର ଦୈନନ୍ଦିନ ଇନକମ୍ ଆଜି ଯାହାକି କ୍ଷତି ବା ଇନକମ୍ ଆଜି ନ କରିପାରନ୍ତି। ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ତତ୍ସହିତ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ମେଷ ରାଶି ବ୍ୟକ୍ତି ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ପ୍ରକାର ସମସ୍ୟା ଦେଇ ଗତି କରିବ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ପୀଡ଼ା ଦେଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ଧ୍ୟାନ ଦେବା ସହିତ ଶତ୍ରୁମାନେ ଆପଣଙ୍କୁ ଆଜି
ଟିକେ ବିଚଳିତ କରିପାରନ୍ତି। ଏହା ପ୍ରତି ମେଷ ରାଶି ବ୍ୟକ୍ତି ସଚେତନ ରହିବାର ଆବଶ୍ୟକତା ରହିଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ଆପଣ ହଳଦୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଆର୍ଥିକ ପରିସ୍ଥିତିରେ ଦେଖିଲେ ଆପଣଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ସହଯୋଗରେ ରହିଛି। ତେଣୁ ଅର୍ଥଜନିତ ଯେକୌଣସି କାରବାର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ବୃଷ ରାଶି ବ୍ୟକ୍ତିଙ୍କର ଆଜି ଯୋଉମାନେ ଦୈନନ୍ଦିନ ବେପାର ବାଣିଜ୍ୟ କରୁଛନ୍ତି ଅନେକ ପ୍ରକାର ଲାଭ ପ୍ରାପ୍ତ କରିବା ସହିତ ବୃଷ ରାଶି ବ୍ୟକ୍ତି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଏଥିରେ ସଫଳତା ପାଇବେ। ତତ୍ସହିତ ଆଜି ବୃଷ ରାଶି ବ୍ୟକ୍ତି ଅର୍ଥ ସଞ୍ଚୟ କରିବାର ପୂର୍ଣ୍ଣ ଯୋଗ ରହୁଛି। ଦେଇଥିବା ଅର୍ଥ କିଛି ଫେରି ପାଇବାର ସୁଯୋଗ ପାଇପାରନ୍ତି। ତେବେ ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ଗୁଡିକ ଅତି ସୁରୁଖୁରୁରେ ହେବ, ଶୃଙ୍ଖଳିତ ହେବ ଏବଂ ଆନନ୍ଦଦାୟକ ମଧ୍ୟ ହେବ। ତେବେ ବୃଷ ରାଶି ବ୍ୟକ୍ତି ଆଜି ଯୋଉମାନେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ଭିତରେ ଜଡିତ ଥିଲେ ସେମାନେ ଆଜି ନିଶ୍ଚିତ ସୁସ୍ଥ ହେବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ବୃଷ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଆପଣଙ୍କ ପାଇଁ ଅତି ଶୁଭଙ୍କର ଦିନ ହୋଇପାରେ। ତତ୍ସହିତ ଆଜି ବୃଷ ରାଶି ବ୍ୟକ୍ତି କୌଣସି ବିବାହ ଜନିତ ବା ଯେକୌଣସି ମାଙ୍ଗଳିକ କାର୍ଯ୍ୟରେ ଆଜି ଆପଣଙ୍କ ଭାଗ୍ୟ ଉତ୍ତମ ଯୁଗ ପରିସ୍ଥିତି ବନଉଛି। ତେବେ ବୃଷ ରାଶି ବ୍ୟକ୍ତି ଆଜି ପରମାନଙ୍କର ସାହାଯ୍ୟ କରିବାର ଉତ୍ତମ ଯୁଗ ବା ଆପଣଙ୍କୁ ବହୁତ ଖୁସି ଲାଗିବ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ। ତତ୍ସହିତ ଆପଣଙ୍କର ବ୍ୟକ୍ତିତ୍ୱ ବୃଦ୍ଧି କରିବ ଏବଂ ଆପଣ ନିଶ୍ଚିତ ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି କରିବାର ପୂର୍ଣ୍ଣ ଯୁଗ ରହୁଛି। ତତ୍ସହିତ ବୃଷ ରାଶି ବ୍ୟକ୍ତି ଆଜି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ସେ ଦୂରଯାତ୍ରାରେ ଆପଣ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ରହିଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ବୃଷ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ଆପଣ ଗୋଲାପୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ଯୁଗ ରହୁଛି। ବିଶେଷ କରି ମିଥୁନ ରାଶି ବ୍ୟକ୍ତି ଆଜି କୌଣସି ଆପଣଙ୍କର ବିଚାରାଧୀନ କାର୍ଯ୍ୟ ଥିବ ସେଥିରେ ବିଚାର ଆପଣଙ୍କ ସପକ୍ଷରେ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର ସୁଖ ଭୋଗ କରିବାର ଅତି ଉତ୍ତମ ଯୁଗ ରହୁଛି। ତତ୍ସହିତ ଆଜି ମିଥୁନ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ଗୁଡିକ ଅତି ସୁରୁଖୁରୁରେ ହେବ, ଶୃଙ୍ଖଳିତ ହେବ। ତତ୍ସହିତ ନିଜର ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ସହଯୋଗ ମିଳିବାର ଅତି ଉତ୍ତମ ଯୁଗ ରହୁଛି। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର କାର୍ଯ୍ୟ ଅତି ଆନନ୍ଦ ପ୍ରଦାନ କରିବାର ଉତ୍ତମ ଯୁଗ ରହିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଆଦି ଉତ୍ତମ ଯୁଗ ରହୁଛି। ତେବେ ଆଜି ମିଥୁନ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଆପଣଙ୍କର ଦୂରଯାତ୍ରା କରିବାକୁ ପଡିବ। ତେବେ ଦୂରଯାତ୍ରାରେ ଆପଣଙ୍କୁ ଟିକେ ସଚେତନ ହୋଇ ନିଜର କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଯଦି ଅସଚେତନ ରହିବେ ମିଥୁନ ରାଶି ବ୍ୟକ୍ତି ତାହେଲେ ଆପଣଙ୍କୁ ହାନି ରହିବ, ବିଶେଷ କରି ଚୋରି ସମ୍ବନ୍ଧ ବା ଆଉ କୌଣସି ପରିସ୍ଥିତିରେ ଆପଣଙ୍କୁ କ୍ଷତି ସାମ୍ନା କରିବାକୁ ପଡିବ। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ଆଜି ମଧୁର ସମ୍ପର୍କର ବାର୍ତ୍ତାବରଣ ସୃଷ୍ଟି ହେବା ସହିତ ଆପଣଙ୍କର ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ। ଶତ୍ରୁ ଠାରୁ ଆଜି ମିଥୁନ ରାଶି ବ୍ୟକ୍ତି ବିଜୟ ହବାର ଉତ୍ତମ ଯୁଗ ରହୁଛି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆଶା ଅନୁଯାୟୀ ନିଶ୍ଚିତ ଲାଭ ପ୍ରାପ୍ତ କରିବା ସହିତ ଅର୍ଥ କିଛି ମାତ୍ରାରେ ସଞ୍ଚୟ କରିବେ। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, ମାନସିକ ସ୍ତରରେ ମଧ୍ୟ ଆପଣ ସୁସ୍ଥ ରହିବାର ଯୋଗ ବନଉଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି
ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କ ପାଇଁ ବାଧା ବିଘ୍ନର କାରଣ ହୋଇପାରେ। ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ଆପଣଙ୍କ ପାଖରେ ଆଜି ଯେମିତି ଦେଖାଦେବ। ତେଣୁ ଯୋଉମାନଙ୍କର ଭାଗ୍ୟ ଯାହାକି ଗ୍ରହ ଦଶା ଖରାପ ରହୁଛି, ଆଜି ନିଶ୍ଚିତ ଟିକେ ସାବଧାନ ହୋଇ ଚଳନ୍ତୁ। କର୍କଟ ରାଶି ବ୍ୟକ୍ତି, ଆଜି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ଯାହାକି ଯୁକ୍ତିତର୍କ କଳହ ଭିତରେ ଯାଇକି ରହିପାରନ୍ତି। ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଆପଣ ଯେମିତି ଆପେ ଚାଲିଯିବାର କାରଣ ବନି ଯାଇପାରନ୍ତି। ତେବେ ଆଜି କର୍କଟ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢାରେ ଅବହେଳା ଯୁକ୍ତ ରହିପାରନ୍ତି। ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ଆଜି ପ୍ରଭାବ ଦେଖାଦେବ। ପିଲା ଛୁଆଙ୍କ ଭିତରେ ଆଜି କର୍କଟ ରାଶି ବ୍ୟକ୍ତି ଭଲ ସମ୍ବନ୍ଧ ନ ରହିପାରେ। ତତ୍ସହିତ ପରିବାର ବର୍ଗଙ୍କ ସହିତ ଅନେକ ମନାନ୍ତର ଦେଖା ଦେଇପାରେ। ବିଶେଷ କରି ଆପଣଙ୍କର ସ୍ତ୍ରୀ ସମ୍ବନ୍ଧ ଭଲ ନ ରହିପାରେ। ଆଜି କର୍କଟ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଆଶା ଅନୁଯାୟୀ ଲାଭ ନ କରିପାରନ୍ତି। ତତ୍ସହିତ କର୍କଟ ରାଶି ବ୍ୟକ୍ତି ଆଜି ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ପ୍ରକାର ସମସ୍ୟା ଭିତରେ ଗତି କରିବ। ତେଣୁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ଚିନ୍ତା ଆପଣଙ୍କର ବୃଦ୍ଧି କରିବାର ଯୁଗ ରହୁଛି। ତେଣୁ ଆବଶ୍ୟକ ସ୍ଥଳେ ନିଜ କେମିତି ସୁସ୍ଥ ରହିବେ, ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିବେ, ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ। ଦେଖିବେ ସମସ୍ତ ପ୍ରକାର କାର୍ଯ୍ୟ ଆପଣଙ୍କର ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ବନେଇବ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ଅନେକ ପ୍ରକାର ସମସ୍ୟା ଦେଇ ଗତି କରିବାକୁ ପଡିବ। ଧ୍ୟାନ ପୂର୍ବକ ଯଦି ପ୍ରତ୍ୟେକ କାର୍ଯ୍ୟ କରିବେ, ତେବେ ଯୋଉ ସମସ୍ୟା ଆସୁଛି ତାକୁ ଆପଣ ନିଶ୍ଚିତ ଦୂରେଇ କରିବାର ପୂର୍ଣ୍ଣ ଶକ୍ତି ଆପଣଙ୍କ ପାଖରେ ଦେଖାଦେବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେଣୁ ଯାହାକି ସିଂହ ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ନିଶ୍ଚିତ ଟିକେ ଭାବନାକୁ ଷ୍ଟ୍ରଙ୍ଗ କରିବା। ନିଶ୍ଚିତ ଯୋଉ କାର୍ଯ୍ୟ କରିବେ ହାତେ ମାପି ଚାଖଣ୍ଡେ ହିସାବରେ କାର୍ଯ୍ୟ କରିଲେ ସମସ୍ତ ପ୍ରକାର କାର୍ଯ୍ୟ ଆପଣଙ୍କର ସଫଳତା ବନେଇବ, ଯାହା ସିଂହ ରାଶି ବ୍ୟକ୍ତିଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଅନେକ କାର୍ଯ୍ୟରେ ବିଜୟ ହେବା ସହିତ ବିଶେଷ କରି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ଆପଣ ବିଜୟ ହେବାର ସୁଯୋଗ ରହୁଛି। ତତ୍ସହିତ ଆଜି ବେପାର ବାଣିଜ୍ୟରେ ଆଶା ଅନୁସାରେ କିଛି ମାତ୍ରାରେ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ପ୍ରେମ ସମ୍ବନ୍ଧରେ ଆପଣଙ୍କର ସମ୍ପର୍କ ଟିକେ ଅସ୍ଥିରତା ଦେଖା ଦେଇପାରେ। ପାରିବାରିକ କଳହ ଯୁକ୍ତିତର୍କ ଅଶାନ୍ତି ପରିବେଶ ସୃଷ୍ଟି କରିବାର ସମ୍ଭାବନା ରହୁଛି। ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ନିଶ୍ଚିତ ଚେଷ୍ଟା କରନ୍ତୁ। ତେବେ ଆଜି ଯାହାକି ସିଂହ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯୋଉ ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ବିଚଳିତ କରିବାର ଅନେକ ଚାନ୍ସ ରହୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, ତେବେ ନିଶ୍ଚିତ ଟିକେ ସାବଧାନ ରହିବାର ଆବଶ୍ୟକତା ରହିଛି, କାରଣ ଆଜି ସଫଳତା ହବା ଟିକେ କଷ୍ଟକର ଯୁଗ ବନଉଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 6। ଭାଗ୍ୟ ରଙ୍ଗ ଆପଣ ବ୍ୟବହାର କରିପାରିବେ ନୀଳ ରଙ୍ଗ। ଗ୍ରହ ମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଗ୍ରହ ଶୁଭ ଯୁଗ ପରିସ୍ଥିତି ବନଉଛି, ଯାହାକି ସକଳ ପ୍ରକାର କାର୍ଯ୍ୟରେ ଆପଣ ପୂର୍ଣ୍ଣ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ବନଉଛି। ଆଜି କନ୍ୟା ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣ ଆଗକୁ ବଢିବା ସହିତ ନିଜର ପୂର୍ବରୁ ଅଫିସ ଜନିତ କାର୍ଯ୍ୟ ଚିନ୍ତା ଆଜି ନିଶ୍ଚିତ ତାହା କାର୍ଯ୍ୟ ପାଇଁ ମୁକ୍ତ ରହିବେ ଏବଂ ଆନନ୍ଦିତ ରହିବେ। ଆଜି କନ୍ୟା ରାଶି ବ୍ୟକ୍ତି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ କିଛି ସମୟ ଅତିବାହିତ କରିପାରନ୍ତି, ଯାହାକି ଆପଣଙ୍କୁ ଅନେକ ଆନନ୍ଦ ପ୍ରଦାନ କରିବାର ସୁଯୋଗ ଦେଇପାରେ। ଆଜି ଯାହାକି କନ୍ୟା ରାଶି ବ୍ୟକ୍ତି ନିଜର ଦୈନନ୍ଦିନ କାର୍ଯ୍ୟରେ ଆପଣ ଆଗକୁ ବଢିବା ସହିତ ଆପଣଙ୍କର ଆଜି କାର୍ଯ୍ୟ ଗୁଡିକ ଅତି ବିଚକ୍ଷଣ ହବାର ସୁଯୋଗ ଦଉଛି,
ଯାହାକି ମାନସମାନ ବୃଦ୍ଧି ହବାର ଉତ୍ତମ ଯୁଗ ରହୁଛି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଉତ୍ତମ ଯୁଗରେ ରହୁଛି। ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ଅନେକ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ଆପଣଙ୍କର କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, ସେ କାର୍ଯ୍ୟ ଆପଣଙ୍କର ନିଶ୍ଚିତ ସଫଳତା ହେବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ, ଆଜି ନିଶ୍ଚିତ ଡକ୍ଟର ପରାମର୍ଶ ନେଇପାରିବେ ବା କୌଣସି ସଚେତନ ରହିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ଯୋଉ ତାହା ମୁକ୍ତି ହବାର ଅନେକ ଚାନ୍ସ ବନେଇ ପାରେ। ତେବେ ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟ ଗୁଡିକ ଅତି ସୁରୁଖୁରୁରେ ହେବ। ସମସ୍ତେ ଆପଣଙ୍କୁ ସହଯୋଗ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ କଥା ଗୁଡିକ ଆଜି ପୂର୍ଣ୍ଣ ହବାର ସୁଯୋଗ ରହୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ନିଜର ଏକାଗ୍ରତା ନିଷ୍ଠାପରତା ଯୋଗୁଁ ଆପଣ ଆଗକୁ ବଢିବାର ନିଜର କାର୍ଯ୍ୟକୌଶଳ ଦେଖି ଅନ୍ୟମାନେ ପ୍ରଶଂସା କରିପାରନ୍ତି। ତେବେ ଆଜି ତୁଳା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଉତ୍ତମ ଯୁଗ ରହୁଛି। ତତ୍ସହିତ ତୁଳା ରାଶି ବ୍ୟକ୍ତି ଆଜି ଧାର୍ମିକ ଅନୁଷ୍ଠାନ କାର୍ଯ୍ୟରେ ଆପଣ ନିଶ୍ଚିତ ଯୋଗ ଦେଇପାରନ୍ତି କିମ୍ବା କିଛି ମନ୍ଦିର ପରିଦର୍ଶନ କରିବାର ସୁଯୋଗ ରହୁଛି। ତେବେ ଆଜି ତୁଳା ରାଶି ବ୍ୟକ୍ତି ଯୋଉମାନେ ସାମାଜିକ ବ୍ୟକ୍ତି ସେମାନଙ୍କର ଆଜି ନିଶ୍ଚିତ ପ୍ରତିଷ୍ଠା ଲାଭ କରିବାର ଉତ୍ତମ ସୁଯୋଗ ରହୁଛି। ନିଜର କାର୍ଯ୍ୟ କୌଶଳ ଦ୍ୱାରା ଆପଣଙ୍କର ଯାହାକି ସଫଳତା ମାନସମାନ ବୃଦ୍ଧି କରିବାର ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆପଣଙ୍କୁ ଅନେକ ପ୍ରକାର କ୍ଷତି ସହିବାକୁ ପଡିବ। ତେଣୁ ନୂତନ ବେପାର ବାଣିଜ୍ୟ ଠାରୁ ଦୂରତା ଅବଲମ୍ବନ କରିବା ସହିତ ଯୋଉମାନେ ଦୈନନ୍ଦିନ ବେପାର ବାଣିଜ୍ୟ ଯୋଉମାନେ କରୁଛନ୍ତି ସେମାନେ ବି ଆଜି ଅନେକ କ୍ଷତି ସହିବାକୁ ପଡିପାରେ। ତେଣୁ ସାବଧାନ, ରିସ୍କଫୁଲ ବେପାର ବାଣିଜ୍ୟ ଆଦୌ କରନ୍ତୁ ନାହିଁ। ଦେଖି ଚାହିଁ ବେପାର ବାଣିଜ୍ୟ କରିଲେ ଲାଭ ନିଶ୍ଚିତ ପାଇବେ। ଆଜି ତୁଳା ରାଶି ବ୍ୟକ୍ତି କୌଣସି ଧାର ଆଣନ୍ତୁ ନାହିଁ କିମ୍ବା ଧାର ଦିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କର ପ୍ରେମ ଦୁନିଆରେ ଆଦୌ ଭଲ ଦିନ ହୋଇ ନପାରେ। ଅନେକ ସମସ୍ୟା ଦେଇ ଗତି କରିପାରନ୍ତି ଆପଣଙ୍କର ପ୍ରେମ ସମ୍ବନ୍ଧ। ତେଣୁ ପ୍ରେମ ସମ୍ବନ୍ଧକୁ ନିଶ୍ଚିତ ଟିକେ ସଚେତନ ରୁହନ୍ତୁ। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି କରିବ। ପୂର୍ବରୁ ଯଦି ଥିବ, ତେବେ ଆଜି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, କାର୍ଯ୍ୟରେ ଆପଣଙ୍କର କେତେକାଂଶରେ ସଫଳତା ମିଳିବାର ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ଆପଣ ଯାହାକି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି କାର୍ଯ୍ୟ ଚଞ୍ଚଳତା ଆପଣଙ୍କ ଠାରେ ଅଧିକ ଦେଖା ଦେଇପାରେ। ନିଜର ମନରେ ସ୍ଥିରତା ଆସି ନପାରେ। ଆପଣଙ୍କୁ ଆଜି ସ୍ଥିରତା ହେଉଛି ଏକମାତ୍ର ଆପଣଙ୍କର ଔଷଧ, ଯାହାକି ଆପଣଙ୍କର କୌଣସି କାର୍ଯ୍ୟରେ ସମସ୍ୟା ଦେବ ନାହିଁ। ନହେଲେ ଆପଣଙ୍କୁ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରିବାକୁ ପଡିବ। ବିଶୃଙ୍ଖଳାଗ୍ରତ କାର୍ଯ୍ୟ ହୋଇପାରେ, ଅନେକ ଚାପ ସୃଷ୍ଟି ହୋଇପାରେ, ଯାହା ପାଇଁ ଆପଣଙ୍କର ମାନସିକ ସ୍ଥିତି ଅନେକ ପ୍ରୋବ୍ଲେମରେ ଦେଇ ଗତି କରିପାରେ। ତେଣୁ ବିଛା ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ଗୁଡିକୁ ନିଶ୍ଚିତ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ। ଦେଖିବେ ସମସ୍ତ କାର୍ଯ୍ୟ ଆପଣଙ୍କର ସୁରୁଖୁରୁରେ ହେବ। ତେବେ ବିଛା ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଯାହାକି କିଛି ମାତ୍ରାରେ ଉତ୍ତମ ଯୁଗ ରହୁଛି। ଆଉ କେତେକାଂଶରେ ମଧ୍ୟ ଆପଣ ପାଠ ପଢାରେ ଅବହେଳା ଯୁକ୍ତ ରହିପାରନ୍ତି। ତେବେ ବିଛା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆଶା ଅନୁଯାୟୀ ଲାଭ କରିବା ଟିକେ କଷ୍ଟକର। ତେଣୁ ଯୋଉମାନେ ବେପାର ବାଣିଜ୍ୟ କରୁଛନ୍ତି ନିଜକୁ ଟିକେ ସ୍ଥିରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ
ଆଜି ବିଛା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ବିଭିନ୍ନ ସମସ୍ୟା ଦେଇ ଗତି କରିବେ। ପୂର୍ବରୁ ଯୋଉ ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ତାହା ହଠାତ୍ କି ପୁନରାବୃତ୍ତି ହବାର ଚାନ୍ସ ରହୁଛି। ତେଣୁ ଯୋଉମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଛି ଆପଣ ଟିକେ ଆଜି ନିଜର ଖାଦ୍ୟ ପେୟ ପାଣି ପ୍ରତି ସଚେତନ ରୁହନ୍ତୁ। କୌଣସି ନିଜର ସ୍ୱାସ୍ଥ୍ୟ ଯେମିତି ଖରାପ ନ ହବ ବିଶୃଙ୍ଖଳା ଗତି କାର୍ଯ୍ୟ କରନ୍ତୁ ନାହିଁ। ଆଜି ବିଛା ରାଶି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ସେଥିରେ ସଫଳତା ହେବା ଭାରି କଷ୍ଟକର। ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ କିଛି ମାନସିକ ସ୍ତରରେ ଅଶାନ୍ତି ବା ବୈଚାରିକ ମତଭେଦ ସୃଷ୍ଟି ହୋଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ବିଛା ରାଶି ବ୍ୟକ୍ତି ଆବଶ୍ୟକତା ରହିଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9। ଭାଗ୍ୟ ରଙ୍ଗ ଆପଣ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 60% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ନିଶ୍ଚିତ ସଚେତନ ସହକାରେ ପ୍ରତ୍ୟେକ କାର୍ଯ୍ୟ କରିବାକୁ ପଡିବ। ବିଶୃଙ୍ଖଳାଗତ କାର୍ଯ୍ୟ ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ଧନୁ ରାଶି ବ୍ୟକ୍ତି ଆଜି ସେ କାର୍ଯ୍ୟ ସଫଳତା ହେବା ଭାରି କଷ୍ଟକର। ଯୋଉମାନଙ୍କର ଜାଣୁଛନ୍ତି ଆପଣଙ୍କର ଭାଗ୍ୟ ଖରାପ ରହୁଛି ହଠାତ୍ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି ଯାହାକି ଆଘାତ ଯାହାକି ଛୋଟ ମୋଟ ଯାହାକି ଆକ୍ସିଡେଣ୍ଟ। ତେଣୁ ଆପଣ ଆଜି ତାହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଯୋଉମାନଙ୍କର ଗ୍ରହ ଦଶା ଚାଲିଛି ଆପଣ ମାନେ ଅନୁଭବ କରୁଛନ୍ତି, ସମସ୍ତଙ୍କୁ ମୁଁ କହୁନାହିଁ, ଯୋଉମାନେ ଅନୁଭବ କରୁଛନ୍ତି ଧନୁ ରାଶି ବ୍ୟକ୍ତି ଆଜି ନିଶ୍ଚିତ ଟିକେ ସାବଧାନ ରୁହନ୍ତୁ। କାରଣ ଆପଣଙ୍କର ଆଘାତ ଯୁକ୍ତ ରହୁଛି, ହଠାତ୍ ଆସିପାରେ କିଛି ବାଧା। ତେଣୁ ଆପଣ ଆଜି ଟିକେ ନିଜକୁ ସାବଧାନ ରୁହନ୍ତୁ। ତେବେ ଧନୁ ରାଶି ବ୍ୟକ୍ତି ଆଜି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ଯାହାକି ବିଶୃଙ୍ଖଳା ଦେଇ ଗତି କରିବ, ମନରେ ଅଶାନ୍ତି ପରିବେଶ ସୃଷ୍ଟି କରିବ। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ପାଠ ପଢାରେ ଅବହେଳା ଯୁକ୍ତ ରହିପାରନ୍ତି। ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ଲାଭ କରିପାରିବେ ନାହିଁ, ବରଂ କ୍ଷତି ସାମ୍ନା କରିବାକୁ ପଡିବ। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଆପଣଙ୍କୁ ଯାହାକି ସମସ୍ୟା ଲାଗି ରହିବ। ତେବେ ଆଜି ପ୍ରେମ ଦୁନିଆରେ ଯୋଉ ଧନୁ ରାଶି ବ୍ୟକ୍ତି ମାନେ ଜଡିତ ଅଛନ୍ତି ମଧୁର ପ୍ରେମ ସମ୍ପର୍କର ବାର୍ତ୍ତାଳାପର ସୁଯୋଗ ରହୁଛି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ବିବାହ ସମ୍ବନ୍ଧ କଥାବାର୍ତ୍ତା ମଧ୍ୟ କିଛି କହି ଆଗେଇବାର ସୁଯୋଗ ରହୁଛି। ତତ୍ସହିତ ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଆପଣଙ୍କର ଭଲ ସମ୍ବନ୍ଧ ରହିବ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି ଧନୁ ରାଶି ବ୍ୟକ୍ତିଙ୍କ କ୍ଷେତ୍ରରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଆପଣଙ୍କର ସୁଖ୍ୟାତି ନିଜର ପ୍ରତିଭା ପରିପ୍ରକାଶ ଦ୍ୱାରା ସମସ୍ତ କାର୍ଯ୍ୟ ପୂର୍ଣ୍ଣ କରିବାର ଅତି ଆନନ୍ଦମୟ ଯୁଗ ବନଉଛି। ଗ୍ରହ ରାଶିରୁ ଯାହା ଜଣା ପଡୁଛି ଯାହାକି ମକର ରାଶି ବ୍ୟକ୍ତିଙ୍କ କ୍ଷେତ୍ରରେ। ତେବେ ମକର ରାଶି ବ୍ୟକ୍ତି ଆଜି ସକଳ ପ୍ରକାର ସୁଖ ଅନୁଭବ କରିବାର ଉତ୍ତମ ଯୁଗ ରହୁଛି ଯାହାକି ଭାଗ୍ୟ ଗ୍ରହ ଆପଣଙ୍କୁ ଶୁଭ ଦୃଷ୍ଟିରେ ଦେଖୁଛନ୍ତି। ତେଣୁ ଆଜି ମକର ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ଆଗକୁ ବଢିବା ସହିତ ଆପଣଙ୍କର ବୃତ୍ତିଗତ କାର୍ଯ୍ୟରେ ମଧ୍ୟ ଶୃଙ୍ଖଳିତ ଅତି କ୍ଷଣ ସମୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ ଯୁଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ପାଠ ପ୍ରତି ଏକାଗ୍ରତା ଜାହିର ରହିବ। ତତ୍ସହିତ ଆଜି ମକର ରାଶି ବ୍ୟକ୍ତି ଯୋଉମାନେ ପାରିବାରିକ ଏବଂ ଆପଣଙ୍କର ବନ୍ଧୁ ବର୍ଗଙ୍କ ସହିତ ପୂର୍ବରୁ କିଛି ମନାନ୍ତର ଯୁଗ ଥିଲା ଆଜି ତାହା ସମାଧାନର ବାଟ ରାସ୍ତା ବାହାରିବାର ପୂର୍ଣ୍ଣ ଯୁଗ ବନଉଛି। ତେବେ ମକର ରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ଦୁନିଆରେ ଜଡିତ ଅଛନ୍ତି ମଧୁର ସମ୍ପର୍କ ଆପଣଙ୍କର ପରିପ୍ରକାଶ କରିବା ସହିତ ଆପଣଙ୍କର ସ୍ୱାମୀ ସ୍ତ୍ରୀ ପିଲାଛୁଆଙ୍କ ସହିତ ମଧ୍ୟ ଭଲ ସମ୍ବନ୍ଧ ରହିବ। ବିଶେଷ କରି ଆପଣ ବେପାର ବାଣିଜ୍ୟରେ ଆଶା ଅନୁଯାୟୀ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି ମକର ରାଶି ବ୍ୟକ୍ତିଙ୍କ କ୍ଷେତ୍ରରେ। ତେବେ ମକର ରାଶି ବ୍ୟକ୍ତି ଆଜି ଅର୍ଥ ସଞ୍ଚୟ କରିବାର ମଧ୍ୟ ପୂର୍ଣ୍ଣ ଯୁଗ ରହୁଛି।
ତତ୍ସହିତ ମକର ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟି ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଭିତରେ ସ୍ଥିରତା ଆସିବ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଟିକେ ଭଲ ହବାର ଗତି ଦେଖା ଦଉଛି। ତତ୍ସହିତ ଆଜି ଅନ୍ୟମାନଙ୍କର ସ୍ୱାସ୍ଥ୍ୟ ସ୍ଥିର ରହିବ। ଆଜି ମକର ରାଶି ବ୍ୟକ୍ତିଙ୍କର କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ସେ କାର୍ଯ୍ୟରେ ଆପଣ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୋଗ ବନଉଛି। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ଆପଣ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଆପଣଙ୍କର ବୃତ୍ତିଗତ କାର୍ଯ୍ୟରେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୋଗ ରହୁଛି, ଯାହାକୁ ଆପଣଙ୍କର କାର୍ଯ୍ୟକୌଶଳ ଏକ ଭିନ୍ନ ପ୍ରକାର। ସମସ୍ତେ ଆପଣଙ୍କୁ ଆଜି ପ୍ରଶଂସା କରିପାରନ୍ତି ଆପଣଙ୍କର ବୃତ୍ତିଗତ କାର୍ଯ୍ୟ ଦେଖି। ଆଜି ଯାହାକି କୁମ୍ଭ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଅତି ଆନନ୍ଦମୟ ଦିନ ହବା ସହିତ ଆପଣଙ୍କର ଅଫିସ ଜନିତ କାର୍ଯ୍ୟ ଯଦି କିଛି ପୂର୍ବରୁ ଥିବ ଚାପ ତାକୁ ସମାଧାନ କରିବାର ଅତି ଶୁଭ ଯୋଗ ବନଉଛି, ଯାହାକି ପରବର୍ତ୍ତୀ ଷ୍ଟେପରେ କେମିତି ତାକୁ ସଫଳତା ବନେଇବେ ଆଜି କୁମ୍ଭ ରାଶି ବ୍ୟକ୍ତି ଯୋଜନା କରିପାରନ୍ତି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଯାହାକି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ମଧୁର ବାର୍ତ୍ତାଳାପ ସହିତ ନୂତନ ପ୍ରେମ ବାର୍ତ୍ତାର ପୂର୍ଣ୍ଣ ଯୁଗ ରହୁଛି, ଯାହା ଆପଣଙ୍କର ଗ୍ରହ ରାଶି ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତି କୌଣସି ବିବାହ ଜନିତ କଥାବାର୍ତ୍ତା ମଧ୍ୟ କରିବାର ଅତି ଉତ୍ତମ ଯୁଗ ବନେଇ ପାରେ। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଆପଣଙ୍କର ଅତି ଶୁଭମୟ ଯାହାକି ପରିବେଶ ସୃଷ୍ଟି କରିବ, ଅତି ଯାହାକି ଆପଣଙ୍କୁ ଆନନ୍ଦ ମଧ୍ୟ ପ୍ରଦାନ କରିବ। ଆଜି କୁମ୍ଭ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଆଶା ଠାରୁ ଅଧିକ ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ବିଚଳିତ କରିବ ନାହିଁ। କୁମ୍ଭ ରାଶି ବ୍ୟକ୍ତି ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିବେ। ଆଜି କୁମ୍ଭ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ନିଶ୍ଚିତ ସେଥିରେ ସଫଳତା ହାସଲ କରିବାର ଆପଣଙ୍କର ଭାଗ୍ୟ ସହଯୋଗ କରୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି 6। ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଧାର୍ମିକ କାର୍ଯ୍ୟରେ ଆପଣଙ୍କର ମନ ନ ଯାଇପାରେ, ବିଶେଷ କରି ଆପଣ ବିଧର୍ମୀୟ କାର୍ଯ୍ୟ ପ୍ରତି ଅଧିକ ଲିପ୍ତ ରହିପାରନ୍ତି। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆପଣ ମାନସିକ ଚାପ ଏବଂ କାର୍ଯ୍ୟ ଗୁଡ଼ିକ ବୃତ୍ତିଗତ କାର୍ଯ୍ୟରେ ବିଶୃଙ୍ଖଳତା ଯୁକ୍ତିତର୍କ ଏବଂ ନିଜ ଭିତରେ ମନାନ୍ତର ମଧ୍ୟ ଦେଖା ଦଉଛି। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତତ୍ସହିତ ଆଜି ମୀନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ପାଠ ପଢାରେ ଅବହେଳା ଯୁକ୍ତ ରହୁଛି। ଭାଗ୍ୟ ଗ୍ରହ ଆପଣଙ୍କର ନିମ୍ନଗାମୀ ରହୁଛି। ତେବେ ମୀନ ରାଶି ବ୍ୟକ୍ତି ଆଜି ଯାହାକି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ଅନେକ ପ୍ରକାର ସମସ୍ୟା ଦେଇ ନିଜ ଭିତରେ ପ୍ରେମ ସମ୍ବନ୍ଧରେ କଳହ ଯୁକ୍ତିତର୍କ ମଧ୍ୟ କଥାବାର୍ତ୍ତା ଯାଇପାରେ। ତେଣୁ ଆବଶ୍ୟକ ସ୍ଥଳେ ମୀନ ରାଶି ବ୍ୟକ୍ତି ଚୁପ୍ ରୁହନ୍ତୁ। ଆପଣଙ୍କର ପ୍ରେମ ସମ୍ବନ୍ଧ ଭଲରେ ରହିବ, ଯାହା ଆପଣ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ମୀନ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କୁ ଅନେକ ପ୍ରକାର ସମସ୍ୟା ଦେବ, ଅର୍ଥାତ୍ ବୃତ୍ତିଗତ ବେପାର ବାଣିଜ୍ୟରେ ମଧ୍ୟ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବା ସହିତ କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ତେବେ ଆଜି ମୀନ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ସେଥିରେ ଆଦୌ ସଫଳତା ପ୍ରାପ୍ତ କରିପାରିବେ ନାହିଁ। ତେବେ ମୀନ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଦ୍ୱିଗୁଣିତ ହେବା ସହିତ ନୂତନ ସ୍ୱାସ୍ଥ୍ୟ ଆହୁରି ଖରାପ ହେବାର ଚାନ୍ସ ରହୁଛି।
ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଓଁ ବିଷ୍ଣବେ ନମଃ। ନମସ୍କାର।